समस्त प्रेज द लॉर्ड। आसतु आज जीवंत प्रतिज्ञायुक्त वाक्य मान देखि जिबा द्वितीय विवरणी 33 तार 12। सदा प्रभुଙ୍କ प्रिय लोक ताहाଙ୍କ निकटरे निर्भୟରେ ବାସ କରିବ। ସେ ଦିନଯାକ ତାହାକୁ ଆବରି ରଖନ୍ତି ଓ ସେ ତାହାର ସ୍କନ୍ଦଦ୍ୱୟ ମଧ୍ୟରେ ବାସ କରନ୍ତି। ପ୍ରେଜ ଦ ଲର୍ଡ। ପ୍ରଭୁ ଆଜିର ବାକ୍ୟରେ କହନ୍ତି, ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି, ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ଆଉ ସେଇ ଲୋକମାନଙ୍କ ପ୍ରତି ପ୍ରଭୁ ସର୍ବଦା ସୁରକ୍ଷା ଦେବା ପରମେଶ୍ୱର ଅଟନ୍ତି। ଆଉ ଏଠାରେ ଲେଖାଯାଏ ଦିନଯାକ ତାହାକୁ ସେ ଆବରି ରଖନ୍ତି ଆଉ ତାହାର ସ୍କନ୍ଦଦ୍ୱୟ ମଧ୍ୟରେ ବାସ କରନ୍ତି। ପ୍ରେଜ ଦ ଲର୍ଡ। ପରମେଶ୍ୱରଙ୍କର ପ୍ରିୟ ଲୋକମାନଙ୍କୁ ପ୍ରଭୁ ସର୍ବଦା ସୁରକ୍ଷା ଦେବା ପରମେଶ୍ୱର ଅଟନ୍ତି। ଆଉ ତାର 27ରେ ଯଦି ଆମେ ପାଠ କରିବା, ଏଠାରେ ଲେଖାଯାଏ ଅନାଦି ପରମେଶ୍ୱର ତୁମ୍ଭର ବାସସ୍ଥାନ ଓ ତଳେ ତାହାଙ୍କର ଅନନ୍ତ କାଳସ୍ଥାୟୀ ବାହୁ ଅଛି। ପୁଣି ସେ ତୁମ୍ଭ ସମ୍ମୁଖରୁ ଶତ୍ରୁମାନଙ୍କୁ ତଡ଼ିଦେଲେ ଆଉ ବିନାଶ କର ବୋଲି କହିଲେ। ପ୍ରେଜ ଦ ଲର୍ଡ। ପ୍ରଭୁଙ୍କର ସେଇ ପ୍ରିୟ ଲୋକମାନଙ୍କ ପ୍ରତି ପ୍ରଭୁ ସେ ଅନନ୍ତ କାଳ ତାଙ୍କର ବାହୁକୁ ରଖିଅଛନ୍ତି। ତାଙ୍କର ସେ ବାହୁ ତଳେ ସେ ପ୍ରିୟ ଲୋକମାନଙ୍କୁ ସେ ଆବରି ରଖିଅଛନ୍ତି ଆଉ ଶତ୍ରୁର ସମସ୍ତ ଭୟରୁ ସେମାନଙ୍କୁ ଉଦ୍ଧାର କରନ୍ତି। ଆଜି ଇସ୍ରାଏଲ ବିଷୟରେ ମଧ୍ୟ ପରମେଶ୍ୱର ବାକ୍ୟରେ କହନ୍ତି, ତାର 28-29ରେ ଯଦି ଆମେ ପାଠ କରିବା, ତହିଁରେ ଇସ୍ରାଏଲ ନିର୍ଭୟରେ ବାସ କଲା, ଯାକୁବର ନିର୍ଝର ଏକାକୀ ଶସ୍ୟ ଦ୍ରାକ୍ଷାରସମୟ ଦେଶରେ ବାସ କଲା। ହଁ, ତାହାର ଆକାଶରୁ ଶିଶିରକ୍ଷରେ। ହେ ଇସ୍ରାଏଲ, ତୁମ୍ଭେ ଧନ୍ୟ ଅଟ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ସଦାପ୍ରଭୁଙ୍କ ଦ୍ୱାରା ଉଦ୍ଧାର ପ୍ରାପ୍ତ ଲୋକ। ସେ ତୁମ୍ଭର ଉପକାର ରୂପ ଢାଲ, ସେ ତୁମ୍ଭକୁ ମହାତ୍ମ୍ୟ ରୂପ ଖଡ଼୍ଗ। ଏଣୁ ତୁମ୍ଭର ଶତ୍ରୁମାନେ ଆପେ ତୁମ୍ଭର ବଶୀଭୂତ ହେବେ, ପୁଣି ତୁମ୍ଭେ ସେମାନଙ୍କ ଉଚ୍ଚସ୍ଥଳୀମାନ ଦଳନ କରିବ। ପ୍ରେଜ ଦ ଲର୍ଡ। ଆଜି ଇସ୍ରାଏଲ ପ୍ରତି ପ୍ରଭୁ ସହବର୍ତ୍ତୀ ହେବାରୁ ଇସ୍ରାଏଲ ନିର୍ଭୟରେ ବାସ କଲା ଆଉ ସେ ଶସ୍ୟ ଦ୍ରାକ୍ଷାରସମୟ ଦେଶରେ ବାସ କଲା, ଆକାଶରୁ ଶିଶିର କ୍ଷରିଲା। ପ୍ରେଜ ଦ ଲର୍ଡ। ଆଜି ଇସ୍ରାଏଲକୁ ପ୍ରଭୁ ସବୁ ଗତିରେ ସୁରକ୍ଷା ଦେଲେ ଆଉ ସେ ଉତ୍ତମ ବସ୍ତୁରେ ପରିତୃପ୍ତ ହେଇ ନିର୍ଭୟରେ ବାସ କଲା। ପୁଣି ପରମେଶ୍ୱରଙ୍କ ବାକ୍ୟ ଲେଖାଯାଏ, ହେ ଇସ୍ରାଏଲ, ତୁମ୍ଭେ ଧନ୍ୟ ଅଟ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ସଦାପ୍ରଭୁଙ୍କ ଦ୍ୱାରା ଉଦ୍ଧାର ପ୍ରାପ୍ତ ଲୋକ। ଆଜି ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି, ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ପ୍ରଭୁ ସର୍ବଦା ସେମାନଙ୍କୁ ସୁରକ୍ଷା ଦିଅନ୍ତି। ପ୍ରଭୁ ସେମାନଙ୍କର ଉଦ୍ଧାରକର୍ତ୍ତା ଅଟନ୍ତି ଆଉ ପରମେଶ୍ୱର ସେମାନଙ୍କୁ ଏହି ପ୍ରକାର ଉଦ୍ଧାର କରନ୍ତି, ଯେଉଁମାନେ କି ତାଙ୍କ ବିରୁଦ୍ଧରେ ଉଠନ୍ତି ସେ ସମସ୍ତ ଶତ୍ରୁକୁ ସେ ବଶୀଭୂତ କରିବେ, ସର୍ବଦା ନିରାପଦରେ ରଖିବେ। ଆଜି ଆମମାନେ ମଧ୍ୟ ପରମେଶ୍ୱରଙ୍କର ସେ ପ୍ରିୟ ଲୋକ ହେଇଯିବା, ପ୍ରଭୁଙ୍କର ସେ ବାହୁ ତଳେ ଆମମାନେ ଆଶ୍ରୟ ନେବା ଆଉ ସୁରକ୍ଷିତ ଅବସ୍ଥାରେ, ନିରାପଦ ଅବସ୍ଥାରେ ଆମମାନେ ବାସ କରିପାରିବା ଆଉ ଆମମାନଙ୍କ ଜୀବନରେ ପ୍ରତିଟି ବିଷୟରେ ପରିତୃପ୍ତ ହେଇ ଆମମାନେ ଜୀବନ କାଟିବା। ଆସନ୍ତୁ ଆମମାନେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା। ପ୍ରଭୁ ଏ ବାକ୍ୟ ଦେଇ ମୋତେ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।